ସୋ ଦେଖ ପିଲାମାନେ ଆଜିର ଭିଡ଼ିଓରେ ସମସ୍ତଙ୍କୁ ସ୍ୱାଗତ। ତ ଦେଖ PMST ଏକ୍ଜାମ ପାଇଁ ଆଜି ଆମେ ଏକ ଟପିକ୍ ଦେଖିବା ତମର ବ୍ୟବସାୟିକ ଗଣିତର ଗୋଟେ ଟପିକ୍ ରହୁଛି ଲାଭ କ୍ଷତି ହେଲା। ଲାଭ କ୍ଷତି ରହୁଛି ତାପରେ ରିହାତି ରହୁଛି। ଏଇ ଟପିକ୍ ଗୁଡ଼ା ପୁରା ଇଜି ହେଲା। ତମେ ତମେ ଯଦି ଫର୍ମୁଲା ସବୁ ମନେ ରଖି କୋଶ୍ଚିନ୍ କରୁଛ ଆରାମସେ ସବୁ କୋଶ୍ଚିନ୍ ହେଇପାରିବ। ତ ଦେଖ ଲାଭ କ୍ଷତି ତିନୋଟି ଶବ୍ଦ ଏଠି ବର୍ତ୍ତମାନ ମୁଁ ଲେଖୁଛି। ଦେଖ ଗୋଟେ ହଉଛି ତମର କ୍ରୟ ମୂଲ୍ୟ, ବିକ୍ରୟ ମୂଲ୍ୟ, ଆଉ ଗୋଟେ ହଉଛି ତମର ଲିଖିତ ମୂଲ୍ୟ। କ୍ରୟ ମୂଲ୍ୟ ହଉଛି ତମର କଣ ନା ତମେ କେତେ ଟଙ୍କାରେ ଜିନିଷଟି କିଣୁଛ, ବୁଝିହଉଛି। ଦେଖ କ୍ରୟ ମୂଲ୍ୟ ହଉଛି ଗୋଟେ ଦୋକାନୀ ତମର ବସ୍ତୁଟି କେତେ ମୂଲ୍ୟରେ କିଣୁଛି ହେଲା, କେତେ ମୂଲ୍ୟରେ ସେ କିଣୁଛି। ଏବଂ ବିକ୍ରୟ ମୂଲ୍ୟ ହଉଛି ଦୋକାନୀ ତାକୁ କେତେ ମୂଲ୍ୟରେ ବିକୁଛି। ଲିଖିତ ମୂଲ୍ୟ କଣ ନା ଦୋକାନୀ କ୍ରୟ ମୂଲ୍ୟ ଠାରୁ ଅଧିକ ମାନେ ବଢେଇକି ଗୋଟେ ରେଟ୍ ଲେଖିଥାଏ, ସେଇଟା ହଉଛି ଲିଖିତ ମୂଲ୍ୟ। ଦେଖ ମନେକର ଜଣେ ଦୋକାନୀ କଣ କଲା ନା ସେ ଅଟାକୁ କିଣିଲା ମନେକର 150 ଟଙ୍କାରେ କିଣିଲା, ବୁଝିପାରୁଛ। ତ ଏଇଟା ହେଇଗଲା କଣ ନା ତାର କ୍ରୟ ମୂଲ୍ୟ। ଲିଖିତ ମୂଲ୍ୟ ସେ କଣ କଲା ନା ତାପରେ ଲେଖିଲା ଲିଖିତ ମୂଲ୍ୟ ହଉଛି କଣ ନା ସେ 220 ଟଙ୍କା ତାପରେ ଲେଖିଦେଲା ପ୍ରାଇସ୍ ଚେଞ୍ଜ କରିକି ତାକୁ, ଏବଂ ତାକୁ ସେ ବିକିଲା କେତେ ଟଙ୍କାରେ ବିକିଲା ନା 200 ଟଙ୍କାରେ ବିକିଲା, ବୁଝିପାରୁଛ। ଏଇଟା ହଉଛି ତାହେଲେ ବିକ୍ରୟ ମୂଲ୍ୟ। ଲିଖିତ ମୂଲ୍ୟ ସେ କଣ ନା ବଢେଇକି କେତେ ଲେଖୁଛି, ବୁଝିହେଲା। ତ ଏଠି ଯଦି ମୁଁ ବର୍ତ୍ତମାନ ଲାଭ ଆଉ କ୍ଷତିର କନସେପ୍ଟ ବି ତମେ ଜାଣିଥିବ। ଯଦି ତମର ବିକ୍ରୟ ମୂଲ୍ୟଟା କ୍ରୟ ମୂଲ୍ୟ ଠାରୁ ଅଧିକ ରହୁଛି ସେଇ କ୍ଷେତ୍ରରେ କଣ ହବ ନା ଲାଭ ହବ। କିନ୍ତୁ ଯଦି ତମର ବିକ୍ରୟ ମୂଲ୍ୟଟା କ୍ରୟ ମୂଲ୍ୟ ଠାରୁ କମ ରହୁଛି ସେଇ କ୍ଷେତ୍ରରେ କଣ ହବ ନା ତମର କ୍ଷତି ହବ, ବୁଝିହଉଛି। ତ ଏଠି ଆମେ ଦେଖିଲେ ଯେ କ୍ରୟ ମୂଲ୍ୟ ଠାରୁ ଅଧିକ ରେଟରେ ସେ ବିକୁଛି, ମାନେ ଏଠି ତାର କଣ ହଉଛି ନା ଲାଭ ହଉଛି। ତ ଏଗୁଡିକ ତ ବେସିକ କନସେପ୍ଟ ତମେ ଜାଣିଛ, କିଛି ଏଥିରେ ତମର ଆଉ ଡାଉଟ ନଥିବ। ବେସିକ ଫର୍ମୁଲା କଣ ରହୁଛି ଦେଖ, ଲାଭର ସୂତ୍ର ହଉଛି ତମର କଣ ବିକ୍ରୟ ମୂଲ୍ୟରୁ ଯଦି କ୍ରୟ ମୂଲ୍ୟଟା ମାଇନସ କରିବ ତାହେଲେ ତମକୁ ମିଳିବ ଯେ ଲାଭ କେତେ ହଉଛି, ନୁହେଁ କି। କ୍ଷତି କେମିତି କାଲକୁଲେଟ କରିବ, କ୍ଷତି ବେଳେ କଣ ହୁଏ କ୍ରୟ ମୂଲ୍ୟଟା ଅଧିକ ଥାଏ ତ କ୍ରୟ ମୂଲ୍ୟରୁ ବିକ୍ରୟ ମୂଲ୍ୟ ମାଇନସ କଲେ କ୍ଷତି ମିଳିବ। ଏବଂ ଲାଭ ବା କ୍ଷତି ସବୁବେଳେ ତମର କ୍ରୟ ମୂଲ୍ୟ ଉପରେ କାଲକୁଲେଟ କରାଯାଏ। ତ ଲାଭ ପରସେଣ୍ଟ ଯଦି ମୁଁ ଲେଖିବି କଣ ହବ ନା ଲାଭ ବାଇ କ୍ରୟ ମୂଲ୍ୟ ଗୁଣନ 100। ସେଇଭଳି କ୍ଷତି ପରସେଣ୍ଟ କଣ ହବ ନା କ୍ଷତି ବାଇ କ୍ରୟ ମୂଲ୍ୟ ଇଣ୍ଟୁ 100, ବୁଝିହେଲା। ସେଇଭଳି ବିକ୍ରୟ ମୂଲ୍ୟର ଫର୍ମୁଲା କଣ ରହିବ ନା 100 ପ୍ଲସ୍ ଲାଭ ପରସେଣ୍ଟ ବାଇ 100 ଗୁଣନ କ୍ରୟ ମୂଲ୍ୟ। ଯଦି କ୍ଷତି ପରସେଣ୍ଟ ଉପରେ ଲେଖୁଛ ତାହେଲେ ମାଇନସ ଚିହ୍ନଟି ଦଉଥିବ, ହେଲା। ଏତିକି କଥା। ଏବଂ ଯଦି ତମେ ଚିନ୍ତା କର କ୍ରୟ ମୂଲ୍ୟଟା ଏଇପଟେ ରଖିଦବ ତ ସେପଟକୁ ଗଲେ କଣ ହବ 100ଟା ଉପରକୁ ପଳେଇଲା, 100 ପ୍ଲସ୍ ଲାଭ ପରସେଣ୍ଟଟା ତଳକୁ ଆସିବ ଗୁଣନ ବିକ୍ରୟ ମୂଲ୍ୟ, ବୁଝିହେଲା। ସେମିତି ଏଠି ଚିନ୍ତା କର 100ଟା ସେପଟେ ମଲ୍ଟିପ୍ଲାଏ ହବ, 100 ମାଇନସ କ୍ଷତି ପରସେଣ୍ଟଟା ତଳକୁ ପଳେଇ ଆସିବ ଇଣ୍ଟୁ ବିକ୍ରୟ ମୂଲ୍ୟ, ବୁଝିହେଲା। ତ ଏଗୁଡିକ ଥିଲା ତମର ବେସିକ ଫର୍ମୁଲା କିଛି। ଓକେ, ଏଗୁଡିକ ନୋଟ ଡାଉନ କରିଦିଅ। ନେକ୍ସଟ ଯଦି ରିହାତି କଥା ମୁଁ ଦେଖିବି, ରିହାତି ମାନେ କଣ ନା ଦେଖ ମୁଁ ତମକୁ ଫାଷ୍ଟରୁ କହିଥିଲି ଯେ ଲିଖିତ ମୂଲ୍ୟ କଣ କ୍ରୟ ମୂଲ୍ୟଠୁ ବଢେଇକି ଲେଖା ହେଇଥାଏ। ତ ଏଇ ଯୋଉ ଲିଖିତ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ଭିତରେ ଯୋଉ ଡିଫରେନ୍ସଟା ରହୁଛି ସେଇଟା ହଉଛି ତମର କଣ ନା ରିହାତି ହେଇଯିବ, ବୁଝିପାରୁଛ ମୋ କଥା। ଯେତିକି ଟଙ୍କା ତମେ ଲିଖିତ ମୂଲ୍ୟ ପରେ ଦୋକାନୀ ଛାଡେ ତାକୁ କହନ୍ତି ରିହାତି। ତ ରିହାତିଟା ମୁଁ କଣ ଲେଖିପାରିବି ତାହେଲେ, ଯୋଉ ଡିସକାଉଣ୍ଟ ନା ଲିଖିତ ମୂଲ୍ୟ ମାଇନସ କଣ ହବ ନା ତମର ବିକ୍ରୟ ମୂଲ୍ୟ, ବୁଝିହେଲା। ଏଇଟା ହଉଛି ତମର ରିହାତି ଆସିଯିବ। ତ ରିହାତି ପରସେଣ୍ଟ କେମିତି କାଢିବ ଯେ କେତେ ପରସେଣ୍ଟ ତମକୁ ଡିସକାଉଣ୍ଟ ମିଳିଛି, କେମିତି କାଢିବ ଏଇଟା।
ନା ତମର କେତେ ରିହାତି ମିଳିଛି, ରିହାତିର ପରିମାଣ। ବାଇ କେତେ ଲେଖିବି ନା ଲିଖିତ ମୂଲ୍ୟ ଇଣ୍ଟୁ 100। ଏତିକି କରିଦେଲେ ତମକୁ କେତେ ପରସେଣ୍ଟ ରିହାତି ମିଳିଛି ତମେ ଜାଣିପାରିବ। ବୁଝିପାରିଲ? ଯଦି ମୁଁ ତମକୁ ବିକ୍ରୟ ମୂଲ୍ୟ କଥା ପଚାରିବି, ତମେ କଣ କରିବ ନା ଲିଖିତ ମୂଲ୍ୟ ଇଣ୍ଟୁ 1 ମାଇନସ୍ ଆର୍ ବାଇ 100 କରିବ। ଆର୍ ହଉଛି ତମର କଣ ନା ରିହାତି ପରସେଣ୍ଟ, ମାନେ କେତେ ପରସେଣ୍ଟ ରିହାତି ତମକୁ ମିଳୁଛି ହେଲା। ନେକ୍ସଟ ଗୋଟେ କନସେପ୍ଟ ମୁଁ ତମକୁ କହିଦଉଛି, କ୍ରମିକ ରିହାତି ହେଲା। ଦେଖ କ୍ରମିକ ରିହାତି। ଦେଖ ମନେକର ତମକୁ ଏକ ବସ୍ତୁ ଉପରେ R1% ଏବଂ ତାପରେ ତମକୁ କଣ ମିଳିଲା ନା R2% ରିହାତି ମିଳିଲା। ଦେଖ ତାହେଲେ R1 R2 କଣ ଦିଟା ରିହାତି ମିଳିଲା ତମକୁ, ମାନେ କଣ କ୍ରମିକ ରିହାତି ମିଳିଲା। ବୁଝିପାରୁଛ ତ? ଏକ ବସ୍ତୁ ଉପରେ ତମକୁ କଣ ମିଳିଲା ନା R1% ରିହାତି ମିଳିଲା, ତାପରେ ଯେତିକି ମୂଲ୍ୟଟା ହେଲା ତା ଉପରେ ପୁଣି R2% ରିହାତି ମିଳୁଛି। ତାହେଲେ ମୋଟ ରିହାତି ତମର କେତେ ହବ ନା R1 ପ୍ଲସ୍ R2 ମାଇନସ୍ R1 ଇଣ୍ଟୁ R2 ବାଇ 100%। ଏଇଟା ହଉଛି ତମର ମୋଟ ରିହାତି। ବୁଝିପାରିଲ? କ୍ରମିକ ରିହାତି ବି ବୁଝିଗଲ ବର୍ତ୍ତମାନ। ତ କୋଶ୍ଚିନ୍ କଲେ ତମେ ଏଗୁଡିକ ପୁରା କେମିତି ଫର୍ମୁଲାଟି ୟୁଜ ହଉଛି ଜାଣିପାରିବ। ଦେଖ ଲାଭ କ୍ଷେତ୍ରରୁ କଣ କୋଶ୍ଚିନ୍ ତମର ଆସୁଛି 2024 ରେ କଣ କୋଶ୍ଚିନ୍ ଆସିଛି ଦେଖ। 15ଟି ଲେମ୍ବୁକୁ 8 ଟଙ୍କା ଦରରେ କିଣି ଡଜନକୁ 8 ଟଙ୍କା ଦରରେ ବିକ୍ରି କଲେ ଶତକଡ଼ା ଲାଭର ପରିମାଣ କେତେ? ତ ଦେଖ 15ଟା ଲେମ୍ବୁ ତମେ କେତେ ଟଙ୍କାରେ କିଣିଲ ନା 8 ଟଙ୍କାରେ କିଣିଲ। ବୁଝି ହଉଛି? ଏବଂ 8 ଟଙ୍କା ଦରରେ ବିକ୍ରି କଲ, କିନ୍ତୁ ଡଜନ ମାନେ ତମେ ବିକିଲ 12ଟା ଲେମ୍ବୁକୁ ବିକିଲ 8 ଟଙ୍କାରେ। ଯଦି ତମେ ଏଠି ଲସାଗୁଟା ନେଇଯାଉଛ ହେଲା, ଏଇ ଯୋଉ 15 ଆଉ 12 ଲସାଗୁ କେତେ 60 ହବ ନା। 15 ଆଉ 12 ଲସାଗୁ କେତେ 60। 60ଟା ଲେମ୍ବୁ ତମେ କେତେ ଟଙ୍କାରେ ମାନେ କ୍ରୟ କରିବ ହେଲା। ଏଠି ଲେଖିଲି 60 ବିକ୍ରୟ। ଲସାଗୁ ନେଇଗଲେ ଆରାମସେ କ୍ୱେଶ୍ଚିନ୍ ହବ ହେଲା। 15ଟା ଲେମ୍ବୁ 8 ଟଙ୍କାରେ କିଣିଛ, 60ଟା ଲେମ୍ବୁ କେତେ ଟଙ୍କାରେ କିଣିବ 8 ର 4 ଗୁଣ କେତେ 32 ଟଙ୍କା। ସେଇଭଳି ଭାବରେ 12ଟା ଲେମ୍ବୁ ତମେ କିଣିଛ ବିକିଛ 8 ଟଙ୍କାରେ, 60ଟା ଲେମ୍ବୁ କେତେ ଟଙ୍କାରେ ବିକିବ ନା ଦେଖ 12ର କେତେ ଗୁଣ 60 5 ଗୁଣ, ତାହେଲେ 8 ଗୁଣନ 5 କେତେ 40। ବୁଝିପାରିଲ କଥା? ତା ମାନେ ତମେ 60ଟା ଲେମ୍ବୁ କିଣୁଛ 32 ଟଙ୍କାରେ, ବିକୁଛ 40 ଟଙ୍କାରେ, ଲାଭ ହବ ତାହେଲେ, କାରଣ ବିକ୍ରୟ ମୂଲ୍ୟଟା କଣ କ୍ରୟ ମୂଲ୍ୟଠୁ ଅଧିକ ଅଛି। ତାହେଲେ ମୁଁ ଏଠି ବର୍ତ୍ତମାନ ଲାଭ ପରସେଣ୍ଟ କାଢିବି, କେତେ ହବ ଦେଖ 40 ମାଇନସ 32 ଲାଭ ବା କ୍ଷତି କାହା ଉପରେ କାଲକୁଲେଟ ହୁଏ କ୍ରୟ ମୂଲ୍ୟ ଉପରେ, ତ ତଳେ ମୁଁ ଲେଖିଦେଲି 32 ଇଣ୍ଟୁ 100। ତାମାନେ ଇଏ ଆସିଲା ମୋର 8 ବାଇ 32 ଗୁଣନ 100। 8 ବାଇ 32 ମାନେ କେତେ 8 କୁ 32 କାଟିଲେ 1 ବାଇ 4, ତ 1 ବାଇ 4 ଗୁଣନ 100। 4 କୁ 100 ରେ କାଟିଲେ କେତେ ହବ 25। ତା ମାନେ ଆନ୍ସର ହଉଛି 25%। ବୁଝି ହଉଛି? ତ କୋଶ୍ଚିନ୍ କଣ କରିବାର ମାନେ କରିବାର ସର୍ଟ ଟ୍ରିକ୍ କଣ ରହୁଛି ସେଟା ଆମେ ନେକ୍ସଟ ଭିଡିଓରେ ଅଲଗା ଗୋଟେ ଭିଡିଓରେ ଦେଖିବା। ଏଠି ତମର ଆନ୍ସର ଆସିଗଲା ବି। ବୁଝିପାରିଲ କେମିତି କରୁଛନ୍ତି? ଏଇଭଳି କୋଶ୍ଚିନ୍ କଣ କରିବ ନା ତମେ ଲସାକୁ ନେଇକି ଯଦି ଦେଖୁଛ ଆରାମସେ କୋଶ୍ଚିନ୍ ହେଇଯିବ। 15ଟା ଲେମ୍ବୁ 12ଟା ଲେମ୍ବୁର ମାନେ 15ଟା ଲେମ୍ବୁର ଦେଇଥିଲା କ୍ରୟ ମୂଲ୍ୟ, 12ଟା ଲେମ୍ବୁର ବିକ୍ରୟ ମୂଲ୍ୟ, ତମେ 60ରେ ପ୍ରକାଶ କରିଦେଲେ ଆରାମସେ କୋଶ୍ଚିନ୍ ହେଇଯିବ। ବୁଝିହେଲା? ସୋ ଦେଖ 2023ରେ ତମର କୋଶ୍ଚିନ୍ କଣ ରହିଥିଲା ନା ଗୋଟିଏ ବ୍ୟାଗ ତମର 12% ଲାଭରେ ବିକ୍ରି କରାଗଲା। ବିକ୍ରୟ ମୂଲ୍ୟ ଆଉ 18 ଟଙ୍କା ଅଧିକ ହୋଇଥିଲେ 18% ଲାଭ ହୋଇଥାନ୍ତା। ବ୍ୟାଗଟିର କ୍ରୟ ମୂଲ୍ୟ କେତେ ତମକୁ ପଚାରିଛି। ତ ଦେଖ ମନେକର ବ୍ୟାଗର କ୍ରୟ ମୂଲ୍ୟ କେତେ ହବ 100 ଟଙ୍କା।
ତ 12% ଲାଭରେ ବିକ୍ରି କରାଗଲେ କେତେରେ ବିକ୍ରି କରାଯିବ? ବୁଝିପାରୁଛ ମୋ କଥା? ଯଦି ମୁଁ 12% ଲାଭରେ ବିକ୍ରି କରିବି ତାହେଲେ କେତେରେ ବିକ୍ରି କରିବି? ନା 100 ଯୁକ୍ତ 100 ର 12%। କେତେ ହବ ଏଇଟା? ନା 100 ର 12% ତ 12 ମାନେ 112 ଟଙ୍କା। ବୁଝି ହଉଛି? ଯଦି ମୁଁ ଏଟାକୁ 18% ଲାଭରେ ବିକିବି, 18% ଲାଭରେ ବିକ୍ରି ହୋଇଥିଲେ କେତେରେ ବିକିବାକୁ ପଡିବ ମତେ? ନା 100 ଯୁକ୍ତ 100 ର 18%। କେତେ ହେଇଯିବ ଏଇଟା? ନା 100 ଯୁକ୍ତ 18 ଇକ୍ୱାଲ ଟୁ 118। ବୁଝିପାରୁଛ? କାରଣ 100 ରେ ତ ଯେତିକି ପରସେଣ୍ଟ ନେଲେ ସେତିକି ହିଁ ଆସିବ ନା। ବୁଝି ହଉଛି? 23 ମସିହାରେ କଣ କ୍ୱେଶ୍ଚିନ୍ ଆସିଛି ଦେଖ, ଗୋଟିଏ ବ୍ୟାଗ୍ ତମର 12% ଲାଭରେ ବିକ୍ରି କରାଗଲା। ବିକ୍ରୟ ମୂଲ୍ୟ ଆଉ 18 ଟଙ୍କା ଅଧିକ ହୋଇଥିଲେ 18% ଲାଭ ହୋଇଥାନ୍ତା। ତେବେ ବ୍ୟାଗଟିର କ୍ରୟ ମୂଲ୍ୟ କେତେ? ତ ଦେଖ ମୁଁ ତମକୁ ବୁଝେଇ ଦଉଛି ଏଠି। ମନେକର ବ୍ୟାଗର କ୍ରୟ ମୂଲ୍ୟ ତମେ ନେଇଛ 100 ଟଙ୍କା। 12% ଲାଭରେ ବିକ୍ରି ହେଲେ କେତେରେ ବିକ୍ରି ହବ? 100 ଯୁକ୍ତ 100 ର 12% ଇକ୍ୱାଲ ଟୁ କେତେ? 112। ବୁଝିଗଲା? 18% ଲାଭରେ ବିକ୍ରି ହେଇଥିଲେ କେତେରେ ବିକ୍ରି ହବ? ନା 100 ଯୁକ୍ତ 100 ର 18%। କେତେ ହବ ଏଇଟା? ନା 118 ଟଙ୍କା ହେଇଯିବ। କାରଣ 100 ର ତ ଯେତିକି ପରସେଣ୍ଟ ନେଲେ ସେତିକି ଆସିଯିବ ନା। ବୁଝି ହଉଛି? ତ ବର୍ତ୍ତମାନ ତମକୁ କଣ କରିବାର ଅଛି ନା ତମେ ଡିଫରେନ୍ସ ଟା ଦେଖିବ। 12% ଆଉ 18% ଲାଭରେ ଯୋଉ ବିକ୍ରି ହଉଛି ତାର ଡିଫରେନ୍ସ ଟା କେତେ ଆସୁଛି ଦେଖ ଏଠି। 118 ରୁ 112 ଗଲେ 6 ଟଙ୍କା। ତ ଏଇଭଳି କ୍ୱେଶ୍ଚିନ୍ ରେ ତମର କାମ ହଉଛି ତମେ ଡିଫରେନ୍ସ ଟା ଯଦି ଏମିତି ଦେଖିଦବ। କ୍ୱେଶ୍ଚିନ୍ ରେ ଦେଇଛି ଯେ ଡିଫରେନ୍ସ ଟା 18 ଟଙ୍କା ହେଲା। ମାନେ 12% ଲାଭରେ ବିକ୍ରି କରାହଉଛି, ତାପରେ ଯୋଉ 18% ଲାଭରେ ବିକ୍ରି କରାହଉଛି ଡିଫରେନ୍ସ ଟା ତମର କେତେ? 18 ଟଙ୍କା ଡିଫରେନ୍ସ ରହୁଛି। ବୁଝିହେଲା? ତା ମାନେ ବର୍ତ୍ତମାନ ତୁମର କାମ ହଉଛି 6 ଟଙ୍କା ଯେତେବେଳେ ତମର ପାର୍ଥକ୍ୟ ରହୁଛି, ତମର କ୍ରୟ ମୂଲ୍ୟ ଟା ଆମେ କେତେ ନେଇଥିଲେ? 100 ଟଙ୍କା। କ୍ୱେଶ୍ଚିନ୍ ରେ ମାନେ ଆମେ ଆଜ୍ୟୁମ କଲେ ନା ବ୍ୟାଗର କ୍ରୟ ମୂଲ୍ୟ କେତେ? 100 ଟଙ୍କା ନେଇଛନ୍ତି। କିନ୍ତୁ ଆମକୁ ଦେଇଛି ଯେ 18 ଟଙ୍କା ପାର୍ଥକ୍ୟ ରହିବ। ତା ମାନେ 18 ଟଙ୍କା ପାର୍ଥକ୍ୟ ବେଳେ କ୍ରୟ ମୂଲ୍ୟ କେତେ ହେଇଯିବ? ଦେଖ ଏଠି 6 ରେ କେତେ ଗୁଣା ହେଇଛି? 3 ନା, ତ ତମେ ବି 3 ଗୁଣି ଦିଅ। 100 ଗୁଣନ 3 ଇକ୍ୱାଲ ଟୁ 300 ଟଙ୍କା। ବୁଝିପାରିଲ କଥା? ତ ଏଠି ତମର ଆନ୍ସର କଣ ରହିବ? ଆନ୍ସର ରହିବ 300 ଟଙ୍କା। ସୋ ଏଇଭଳି କ୍ୱେଶ୍ଚିନ୍ ରେ ତମେ ଏମିତି ଆଜ୍ୟୁମ କରିଦବ ଗୋଟେ କ୍ରୟ ମୂଲ୍ୟ ଏବଂ ତାର ଡିଫରେନ୍ସ ଟା କେତେ ରହୁଛି ଲକ୍ଷ୍ୟ କରିବ, କ୍ୱେଶ୍ଚିନ୍ ତମର ଆରାମସେ ହୋଇଯିବ। ଦେଖ ନେକ୍ସଟ କ୍ୱେଶ୍ଚିନ୍ ତମର ରହିଛି, ଏଇଟା ତମର 2021 ମସିହାର କ୍ୱେଶ୍ଚିନ୍ ହେଲା। ଲାଭ କ୍ଷତି କନସେପ୍ଟ ରହିଛି। ଗୋଟିଏ ଶାଢୀର ଲିଖିତ ମୂଲ୍ୟ କ୍ରୟ ମୂଲ୍ୟ ଠାରୁ 50% ଅଧିକ। ଲିଖିତ ମୂଲ୍ୟ ଉପରେ 10% ରିହାତି ସହିତ ଗୋଟିଏ ଘଣ୍ଟା ଉପହାର ଦେବା ପରେ 12% ଲାଭ ହେଲା। ଶାଢୀର କ୍ରୟ ମୂଲ୍ୟ 500 ଟଙ୍କା ହେଲେ ଘଣ୍ଟାର ମୂଲ୍ୟ କେତେ? ଦେଖ ତମର ଯୋଉ ଶାଢୀଟି ଅଛି ତାର କ୍ରୟ ମୂଲ୍ୟ କେତେ ଅଛି? ନା 500 ଟଙ୍କା। ବୁଝିହେଲା? ଏବଂ ତମର ଦେଖ ଶାଢୀର ଲିଖିତ ମୂଲ୍ୟଟା କ୍ରୟ ମୂଲ୍ୟରୁ 50% ଅଧିକ ଅଛି। ମାନେ ଶାଢୀର ଲିଖିତ ମୂଲ୍ୟଟା କେତେ ହେଇଯିବ? 500 ଯୁକ୍ତ 500 ର 50%। କେତେ ହେଇଯିବ ତାହେଲେ? ନା 500 ଯୁକ୍ତ 500 ର 50% କେତେ ହେଇଯିବ? ନା 250। ତ 500 ଯୁକ୍ତ 250 କେତେ ହେଇଯିବ? 750। ବୁଝିହେଲା? ତା ମାନେ ଦେଖ ଶାଢୀର ଲିଖିତ ମୂଲ୍ୟ ତାହେଲେ 750 ଅଛି ଏବଂ ତମର ଶାଢୀ ଉପରେ ଦେଖ ଲିଖିତ ମୂଲ୍ୟ ପରେ 10% ରିହାତି ଦିଆଯାଉଛି। ତା ମାନେ ତମେ ଚିନ୍ତା କର 750 ଟଙ୍କା ଉପରେ ତମର କେତେ? 10% ରିହାତି ପୁଣି ମିଳିବ। ମାନେ ତମର
ଶାଢ଼ୀର ବିକ୍ରୟ ମୂଲ୍ୟଟା ତାହେଲେ କେତେ ହବ ନା 750 ମାଇନସ୍ 750ର 10%। ବୁଝିଗଲା କଥାଟି? ତାହେଲେ କେତେ ହେଇଯିବ 750 ମାଇନସ୍ 750ର 10% ତମର କେତେ 75 ଟଙ୍କା ନା। ବୁଝିପାରିଲ? ତ 750ରୁ 75 ମାଇନସ୍ କରିଦିଅ କେତେ ହେଇଯିବ 675 ଟଙ୍କା ନୁହେଁ କି? କିନ୍ତୁ ତମର ଯୋଉ ଘଣ୍ଟା ଗୋଟେ ଫ୍ରି ଦିଆହଉଛି ନା, ଯୋଉ ଘଣ୍ଟାଟା ଫ୍ରି ଦିଆହଉଛି ସେଇଟା ବି କଣ ସେ ଦାମଟା ଆମକୁ ଏଇ ବିକ୍ରୟ ମୂଲ୍ୟରୁ କାଟିବାକୁ ପଡିବ, କାରଣ ଏଇଟା ତମେ ଫ୍ରିରେ ଦେଇଦେଲ ନା। ତ ଘଣ୍ଟାର ମୂଲ୍ୟଟା କେତେ ହେଇଥିବ? କିନ୍ତୁ ସେ ଆମକୁ ଦେଇଛି 12% ଲାଭ ହଉଛି। ଏଇଟା ହଉଛି ଇମ୍ପୋର୍ଟାଣ୍ଟ କଥା ଯେ 12% ଲାଭ ହଉଛି। ତା ମାନେ ତମେ ଚିନ୍ତା କର ଏଇଟା ହେଲା, ଏଇଠି ଲେଖୁଛି ଦେଖ, ତମର ଯୋଉ ଶାଢୀର କ୍ରୟ ମୂଲ୍ୟଟା କେତେ ଥିଲା 500 ଟଙ୍କା, ତାପରେ 12% ଲାଭ ହେଲେ ବିକା କେତେରେ ହେଇଥିବ ନା 500 ଯୁକ୍ତ 500ର 12%। ତା ମାନେ କେତେ ହେଇଯିବ ନା 500 ଯୁକ୍ତ 500ର 12% ମାନେ କେତେ 60। ବୁଝିପାରୁଛ ତ କେମିତି କାଲକୁଲେସନ ହଉଛି? ଦେଖ 100ରେ 12 ମାନେ 500ରେ କେତେ ହବ 5 ଗୁଣ କରିଦିଅ 60। ବୁଝିପାରିଲ ତ? 100ର 12% ହଉଛି 12, ହେଲେ 500ର 12% କେତେ 60 ହବ। ତା ମାନେ ତମର ବିକା ଯାଇଛି 560 ଟଙ୍କାରେ, କିନ୍ତୁ ଆମେ ତ ଦେଖିଲେ ଯେ 675 ବିକା ହଉଛି, କିନ୍ତୁ ତା ସହିତ ଯୋଉ ଘଣ୍ଟାଟି ଫ୍ରିରେ ଦିଆଯାଉଛି ତାର ଦାମଟା ଏଥିରୁ ମାଇନସ ହବନି କି? ବୁଝିପାରୁଛ? ତମର ଏଇ ଯୋଉ 675 ଟଙ୍କାର ମାନେ ଲୁଗାର ଦାମ ଅଛି, ଏଇଟା ହଉଛି ଶାଢୀର ବିକ୍ରୟ ମୂଲ୍ୟ ହବା କଥା, କିନ୍ତୁ ତା ସହିତ ଯୋଉ ଘଣ୍ଟାଟି ତମକୁ ଦିଆଯାଉଛି ସେଇଟା କଣ ତା ମୂଲ୍ୟଟା ଏଥିରୁ ମାଇନସ ହବ। ମନେକର ଏକ୍ସ ନବା, ଏଇଟା ହଉଛି ତମର 560 ଟଙ୍କା। ବୁଝିପାରିଲ? କାରଣ ଘଣ୍ଟାଟା ଯେହେତୁ ତମେ କଣ କରୁଛ ନା ଫ୍ରିରେ ଦେଇ ଦଉଛ, ସେ ଘଣ୍ଟା ମୂଲ୍ୟଟା କଣ ବିକ୍ରୟ ମୂଲ୍ୟ ତ ମାଇନସ କରିବ ନା। ତାହେଲେ ଏକ୍ସ ଟା ତମର କେତେ ହେଇଯିବ 675 ମାଇନସ 560 ଇକ୍ୱାଲ ଟୁ 115 ଟଙ୍କା। ବୁଝିପାରିଲ? ତମର ଏଠି ଅପସନ ଡି ହଉଛି କରେକ୍ଟ। ବୁଝିଗଲ? ସୋ ନେକ୍ସଟ ତମର ଯୋଉ କ୍ୱେଶ୍ଚିନ୍ ଗୁଡିକ ଅଛି ତମେ ଦେଖିପାରିବ, ଏଗୁଡିକ ଆମେ ନେକ୍ସଟ ଭିଡିଓରେ ଆଲୋଚନା କରିବା। ସୋ ମୁଁ ଆଶା କରୁଛି ତମେ ଏ କ୍ୱେଶ୍ଚିନ୍ ଗୁଡିକ ସବୁ ବୁଝିପାରିଥିବ ହେଲା, ଏବଂ ଫର୍ମୁଲା ଗୁଡିକୁ ସମସ୍ତେ ମନେ ରଖିବ ହେଲା, କାରଣ ଫର୍ମୁଲା ମନେ ରଖିଥିଲେ ସବୁ କ୍ୱେଶ୍ଚିନ୍ ଆରାମସେ କରିଦେଇ ପାରିବ। ସୋ ଯୋଉମାନେ ବି ଆମର ଟେଲିଗ୍ରାମ ଗ୍ରୁପରେ ଜଏନ କରିନ ନିଶ୍ଚିତ ଭାବରେ ଜଏନ କରିଦବ, କାରଣ ଏଇଭଳି ସବୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ତମର ଗ୍ରୁପରେ କରାଯାଉଛି। ଓକେ, ଏବଂ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ଯଦି କିଛି ଡାଉଟ୍ ଅଛି କିମ୍ବା ଭିଡ଼ିଓ ଯୋଉ ସବୁ ଦେଖୁଛ ସେଥିରେ ଯଦି କିଛି ଡାଉଟ୍ ଅଛି ତମେ କମେଣ୍ଟ କର କିମ୍ବା ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇକି ପଚାରି ପାରିବ। ସୋ ଯୋଉମାନେ ବି ପଠାଣି ସାମନ୍ତ ଏକ୍ଜାମ ଦେବାକୁ ଯାଉଛ ସମସ୍ତଙ୍କୁ ବେଷ୍ଟ ଅଫ ଲକ୍। ଥ୍ୟାଙ୍କ ୟୁ।